ତିନି ଦିନିଆ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଶୁଭାରମ୍ଭ। ବିରାଟ କଳାକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ, ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଲୋକରଞ୍ଜନୀ ଓଡ଼ିଶା ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ସ୍ମୃତି ଭବନ ବ୍ରହ୍ମପୁରଠାରେ ଶୁଭାରମ୍ଭ ହୋଇଛି। ଏକାଡେମୀ ତରଫରୁ ସଂସ୍କାର ଭାରତୀ ଓ ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ୱାରା ଆୟୋଜିତ ଏହି ଲୋକନାଟକ ମହୋତ୍ସବ ଶୁଭାରମ୍ଭ ପୂର୍ବରୁ ଗଞ୍ଜାମ ଜିଲ୍ଲାର ବରିଷ୍ଠ କଳାକାର ସଂଘ ସହଯୋଗରେ ବିରାଟ କଳାକାର ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଏବଂ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଯୋଗ ଦେଇଥିଲେ। ନାଟ୍ୟକାର ତିରୁପତି ସାହୁ ଶୁଭାରମ୍ଭ କରିଥିଲେ। ସନ୍ଧ୍ୟାରେ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଲୋକନାଟକ ଉତ୍ସବକୁ ଉଦ୍ଘାଟନ କରି ସରକାର ଲୋକକଳାର ବିକାଶ ଓ ଉନ୍ନତି ନେଇ ସର୍ବଦା ସହଯୋଗ କରୁଥିବା କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରହ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ସଂସ୍କାର ଭାରତୀର ରାଜ୍ୟ ସଂଯୋଜକ ଶ୍ରୀ ନିରଞ୍ଜନ ପଣ୍ଡା, ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଶ୍ରୀ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବ୍ରହ୍ମପୁରରେ ପ୍ରଥମ ଥର ଲାଗି ଏପରି ଲୋକକଳା ମହୋତ୍ସବ ଆୟୋଜନ କରାଯାଇଥିବାରୁ ଖୁସି ପ୍ରକଟ କରିଥିଲେ। ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଲ କୁମାର ପାତ୍ର, ସାଧାରଣ ସମ୍ପାଦକ ନାରାୟଣ ମହାକୁଡ଼, କଳାପ୍ରେମୀ ଆଲୋକ ବିଷୋଇ ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସଂସ୍କାର ଭାରତୀର ଅଜିତ କୁମାର ମୁନିଙ୍କ ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ। ଏକାଡେମୀର ବରିଷ୍ଠ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳକ କାର୍ତ୍ତିକ ପାଣିଗ୍ରାହୀ ଓ ସୁଶ୍ରୀ ସାଗରିକା ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ବୈଠକରେ କୈଳାସ ପାଣିଗ୍ରାହୀ, ଆରତୀ ପାତ୍ର, କୁନି ପଣ୍ଡା, ହରିଶ୍ଚନ୍ଦ୍ର ବରାଡ଼, ସୁଦାମ ପଟ୍ଟନାୟକ, କୃଷ୍ଣ ପଣ୍ଡା, ଅଭିରାମ ରାଉଳ, ବଳଦେବ ସାହୁ, ମୃତ୍ୟୁଞ୍ଜୟ ତ୍ରିପାଠୀ, ସରୋଜ ଗୋପାଳ ପଟ୍ଟନାୟକ, ସୁରେଶ ମାଇ, ସୁଧୀର କୁମାର ସାହୁଙ୍କ ସମେତ ବହୁ କଳାପ୍ରେମୀ ଏଠାରେ ଉପସ୍ଥିତ। ପ୍ରଥମ ଦିବସରେ ଗୋପାଳାନନ୍ଦ ପ୍ରଧାନ ଓ ସାଥୀ ଗଞ୍ଜାମଙ୍କ ଦ୍ୱାରା ପ୍ରହ୍ଲାଦ ନାଟକ, ପ୍ରଶାନ୍ତ ପ୍ରଧାନ ଓ ସାଥୀଙ୍କ ଦ୍ୱାରା କୃଷ୍ଣଲୀଳା, ନବରଙ୍ଗପୁର ସାଇମନ ଚିଲିକା ଓ ସାଥୀଙ୍କ ଦ୍ୱାରା ଦେଶିଆ ନାଟକ ପରିବେଶ। ସମସ୍ତ ଅତିଥି ଓ କଳାକାରମାନଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା। ତାରିଖରେ ବୌଦ୍ଧର ଶ୍ରୀ ରାମଲୀଳା ନାଟ୍ୟ ସଂସଦ ତରଫରୁ ରାମଲୀଳା, ଛତ୍ରପୁର ମା ସନ୍ତୋଷୀ ନାଟ୍ୟ ସଂସଦ ତରଫରୁ ରାଧା ପ୍ରେମଲୀଳା, ଭଦ୍ରକ ସଂସ୍କୃତି କଲଚରାଲ ଆସୋସିଏସନ ତରଫରୁ ମୋଗଲ ତାମସା ଏବଂ ଅନ୍ତିମ ଦିବସ 20 ତାରିଖ ସନ୍ଧ୍ୟାରେ ଜଗତସିଂହପୁର ବାଣୀକ୍ଷେତ୍ର ନାଟ୍ୟ ପରିଷଦ ତରଫରୁ ଗୀତିନାଟ୍ୟ, ମା ଦେବୀ ନାଟ୍ୟକଳା ସଂସଦ ତରଫରୁ ଭାରତ ସେବା ଓ ଗଜପତି ସଂକଟକାରୀ ନାଟ୍ୟକଳା ସଂସଦ ତରଫରୁ ଭୂତକଳି ପରିବେଷଣ କରାଯିବ ବୋଲି ସୂଚନା ଦିଆଯାଇଛି। ଅନିଲ କୁମାର ପାତ୍ର, ସଭାପତି, ଓଡ଼ିଶା ନାଟକ ସମାରୋହ ସମିତି ବ୍ରହ୍ମପୁର। କ'ଣ କହିବେ ସାର୍ ଆଜିର କାର୍ଯ୍ୟକ୍ରମ ଲୋକରଞ୍ଜନୀ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଆପଣ? ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର, ସଂସ୍କାର ଭାରତୀ, ଓଡ଼ିଶା ପ୍ରଦେଶ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ନାଟକ ସମାରୋହ ସମିତି ଆମକୁ ସହଯୋଗରେ ଆଜିକୁ 18 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ 3 ଦିନ ବ୍ୟାପୀ ଲୋକନାଟକ ମହୋତ୍ସବ ଲୋକରଞ୍ଜନୀ ଆୟୋଜନ ହୋଇଛି ବ୍ରହ୍ମପୁରଠାରେ। ଆଜି ଏକ ଏଇ ଗୋଟେ ଲୋକକଳାର ଉଦ୍ଭିଦ କରିବା ପାଇଁ, ଲୋକକଳାକୁ ଲୋକଲୋଚନକୁ ଆଣିବା ପାଇଁ ଆଉ ଜାତୀୟ ସ୍ତରରେ ଲୋକକଳାକୁ ଭବିଷ୍ୟତରେ ଏକ ଉଜ୍ଜଳ ଦେବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଜି ଏକ ଶୋଭାଯାତ୍ରା, ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ଲୋକକଳା ଲୋକନାଟକର ସମସ୍ତ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ ବି ଓଡ଼ିଶାରୁ 9ଟି ଟିମ୍ ରାଜ୍ୟ ଲୋକକଳା ନାଟକ ଏଥିରେ ପରିବେଷଣ ହେବ 3 ଦିନରେ। ଆଜି ପ୍ରଥମ ଦିନରେ 3ଟି ନାଟକ ବି ଲୋକକଳା ନାଟକ ପରିବେଷଣ ଆରମ୍ଭ ହୋଇଛି ଏବଂ ଜନସଂଖ୍ୟା ବହୁତ ଆଗ୍ରହ ରହିଛି ଏବଂ ବହୁତ ଦର୍ଶକ ବି ଲୋକକଳା ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆମେ ଆହୁରି ଅନେକ ସମସ୍ତଙ୍କୁ ଅନୁରୋଧ କରିବୁ ସମସ୍ତେ ଏହି କାର୍ଯ୍ୟରେ ଉପସ୍ଥିତ ରହି 3 ଦିନରେ କଳାକାରଙ୍କୁ ଉତ୍ସାହିତ କରିବୁ। ଧନ୍ୟବାଦ।